ଜୟ ବାବା କମଳେଶ୍ୱର ମହାଦେବ। ଓମ୍ ବାବା ଜୟ କମଳେଶ୍ୱର ଦେବ। ଠାକୁରଙ୍କ କମଳେଶ୍ୱରଙ୍କ ପାଖକୁ ଆସିଥିଲେ, ଆଉ ଦର୍ଶନ ସରିଲାଣି ଆପଣଙ୍କର? ଆଜ୍ଞା ଦର୍ଶନ ସରିଗଲା। ଆଜ୍ଞା ଆଉ କଣ ଠାକୁରଙ୍କୁ ମାଗିଲେ? କଣ ମାଗିଲି ଆପଣଙ୍କୁ କହିବାକୁ କଥା ନୁହଁ, ମୋ ମନରେ ଯାହା ଥିଲା ମୁଁ ସେଇଆ ବାବାଙ୍କୁ ମାଗିଲି। ମୋର ବାବା ମନସ୍କାମନା ପୂର୍ଣ୍ଣ କରିଛନ୍ତି। ଆର ବର୍ଷ କଣ ଆଜ୍ଞା କହିବେ? କମଳେଶ୍ୱରଙ୍କ ପାଖକୁ ଆସିଥିଲେ, ଆଉ କମଳେଶ୍ୱରଙ୍କ ଆପଣ ହଉଛନ୍ତି କମଳେଶ୍ୱରଙ୍କ ଯୋଉ ରୁକୁଣା ରଥର କାଠ ମିସ୍ତ୍ରୀ ମହାରଣା ହଁ ଠାକୁରଙ୍କର ସେବକ କରନ୍ତି। କାଠ କଣ ସେବକ। କହିବେ? ଅନୁଭୂତି କଣ ଅଛି ଠାକୁରଙ୍କର? ଠାକୁରଙ୍କୁ ମାଗିଛନ୍ତି, ଠାକୁର ଦେଇଛନ୍ତି, ଗୋଟେ ଅନୁଭୂତି କହିଲେ ଆପଣ? ଆଜ୍ଞା ବହୁତ କିଛି ଦେଇଛନ୍ତି ବାବା ଆମ ଜୀବନରେ। ବାପା 7 ବର୍ଷରୁ ଆମେ ବାପା ଅଜା ଅମଳରୁ ଆମେ ତିଆରି କରି ଆସିଛୁ ରଥ। ଆଉ ବାବାଙ୍କର ଯୋଉଦିନ ଅଷ୍କାଷ୍ଟମୀ ହେଇଯିବ 10-12 ଦିନ 15 ଦିନଠୁ ମତେ ବାବା ଘରେ ରଖେଇ ଦେବେନି। ମୁଁ ଏଠାକୁ ପଳେଇ ଆସେ ମାନେ ଯୋଉଦିନ ରଥ ତିଆରି ହବ 10 ଦିନ ଆଗରୁ ଆଉ ମାସକ ଆଗରୁ ଆଇଁଷ ଫାଇଁଷ ଛାଡି ଆଉ ବାବାଙ୍କ ପାଖରେ ଆସିକି ଛିଡା ହେଇଛି। ଆରଥରକ କଣ ରଥ ତିଆରି କରୁଥିଲେ? କଣ ଆପଣଙ୍କ ପୁଅର ନାତିର? ମୋ ଆର ବର୍ଷ 21 ହେଇଯାଇଥିଲା। ଠାକୁରଙ୍କର କାମ କଲା ବେଳକୁ ରଥରେ କାମ ପଡିଲା ବେଳକୁ ମୋ ନାତିଟି ମରିଗଲା। ନୟାଗଡ଼ ନଉ ନଉ ବାଟରେ କିନି ମରିଗଲା। ଆଉ ତାକୁ ସେଠୁ ଆସିଲୁ, ବାବାଙ୍କୁ ମୁଣ୍ଡିଆଟା ମାରିଲୁ। ମୁଁ ସାରଙ୍କୁ କହିଲି ଆଜ୍ଞା ଛୁଆଁ ହେଇଛି, ମୁଁ ରଥ କରିପାରିବିନି। ନା ତତେ କିଏ କହିଲା ଛୁଆଁ ବୋଲି? ତୁ ରଥ ତିଆରି କର। ମୁଁ ତ ତତେ ଛୁଇଁଲି, କାହିଁ ଛୁଆଁ ହେଲାନି? ତୁ ରଥ ତିଆରି କର, ତତେ ଛୁଆଁ ଦରକାର ନାହିଁ। ମୁଁ କହିଲି ବାବା କ୍ଷମା କର। ହଉ ମତେ ସାର୍ କହୁଛନ୍ତି, ମୁଁ ଆଉ ମୁଣ୍ଡିଆଟା ମାରିକି ରଥରେ ଚଢିଲି, ରଥ ତିଆରି କଲି। ବାବାଙ୍କୁ ମୁଣ୍ଡିଆ ମାରିଲି ଦୁଃଖରେ କାମ କରିକି। ମୁଁ କହିଲି ବାବା ତମେ ନାତିଟେ ଦେଇଥିଲ, ତମରି କାମ କରିଥାନ୍ତା, ସିଏ ଫେରି ତାକୁ ନେଇଗଲ, ମୁଁ କଣ କରିବି? ମତେ ବହୁତ ଦୁଃଖ ଲାଗିଲା। କିନ୍ତୁ ବାବା ଫେରି ଗୋଟିଏ ପୁଅ ଦେଇଛନ୍ତି, ପୁଣି ଗୋଟେ ନାତି ଦେଇଛନ୍ତି। ସିଏ ପୁରା ହାତରୁ ସବୁ କାମୁଡିକି ଖାଇ ପକଉଛି। ଆଉ ବାବାଙ୍କର ଅମହିମାରେ ଅପାର, କିନ୍ତୁ ମାଳି ବାମୁଣ ସମସ୍ତେ ଆଜ୍ଞା ମତେ ଆଶୀର୍ବାଦ ଅଛି। ମୋ ନାଁ ହଉଛି ମାଗୁଣୀ ମହାରଣା, ମୋ ବାପାଙ୍କ ନାଁ ହଉଛି ଅପର୍ତ୍ତି ମହାରଣା। ଆଉ ଏଠି ରଣପୁରରେ ଘର। ମୁଁ ଆସିକି ବାବାଙ୍କର ବିଲ ଉପରେ ଘର କରିକି ଏଠି ରହିଛି। ଆଉ ଆଜ୍ଞା ମତେ 10 ବର୍ଷ ହେଇଥିଲା, ମୋ ବାପା ଆଣିକିରି କାମ କରେଇଲେ ମତେ 10 ବର୍ଷ ଦିନ। ହଁ କମଳେଶ୍ୱରଙ୍କର ରଥ ଆଜ୍ଞା କାଠ ପହଲା ବନା ଥିଲେ, ସିଏ ଆଣିକି ଦଉଥିଲେ, ସେମାନେ ବି ମରିଗଲେଣି। ଆଉ ତାଙ୍କର କାଠ ଫଟ ସବୁ ଏବେ ଦେଉଳ ଅମୀନ ଦଉଛନ୍ତି। ରଣପୁରରୁ କାଠ ଆସୁଛି, ଏଠି ରଣପୁରରେ କମଳେଶ୍ୱରଙ୍କ ପାଖରେ ତିଆରି ହଉଛି। ଆଉ ମୁଁ ରଥ ଯାକ ଆନନ୍ଦ ଅନୁଭବ କରୁଛି, ପୁରା ଏତେ ଆନନ୍ଦ ଯେ କୋଉଠି ଆଉ ସୀମାର କଳ୍ପନା ନାହିଁ। ଆଉ ବାବାଙ୍କର କାମ କରିବାର ବହୁତ ଆନନ୍ଦ। ଆଉ ସେତେବେଳେ କୌଣସି ପାପ କର୍ମ କରିବା ପାଇଁକା ଇଚ୍ଛା ହବ ନାହିଁ। ବାବାଙ୍କର ଧର୍ମରେ ଥିଲେ ଆଉ ଫେରି ଆଉ 5 ବର୍ଷ କାମ କରିବ। ମୋର ଆର ସାଙ୍ଗଟା ଥିଲା ହେଡ ମିସ୍ତ୍ରୀ, ଯିଏ ସିଏ ଆର ବର୍ଷ ବିଦାୟ ହେଇକି ପଳେଇଲେ। କିନ୍ତୁ ଆମେ ବି ବିଦାୟ ହବା, ଆମର ନାତି ପୁଅ ମାନେ ସବୁ ଅଛନ୍ତି। ଏମିତି ବାବାଙ୍କର କାମ ଚାଲିଥାଉ। ଦିଅନ୍ତୁ ଗୋଟେ ଥିଲା ଯାକ ପ୍ରଭୁ ଆଶୀର୍ବାଦ କରିଥାନ୍ତୁ, ରଥ ଏମିତି ଗଡୁଥାଉ। ବାବାଙ୍କର ରଥରେ ଜୟ କମଳେଶ୍ୱର ବାବା କି ଜୟ।